ଏଇଠି ଆମେ ତିନୋଟି ଛବି ଦେଖୁଛନ୍ତି। ତେବେ ଏହି ଛବି ଗୁଡ଼ିକରେ କେଉଁ ପ୍ରକାର ପରିବର୍ତ୍ତନ ହେଉଛି? ଯଦି ମୁଁ ତୁମକୁ ଏହି ପ୍ରଶ୍ନ ପଚାରେ ତୁମେ ତାର ଉତ୍ତର ଦେଇପାରିବ କି? ତେଣୁ ଏହି ଭିଡିଓରେ ଆମେ ବିଶେଷ ଭାବରେ ଏହି ପରିବର୍ତ୍ତନ ଗୁଡ଼ିକ ଭୌତିକ ପରିବର୍ତ୍ତନ କିମ୍ବା ରାସାୟନିକ ପରିବର୍ତ୍ତନ ସେଗୁଡ଼ିକୁ ବର୍ଗୀକୃତ କରିବା ପାଇଁ ପ୍ରୟାସ କରିବା। ଏହି ବିଷୟରେ ତୁମେମାନେ ପୂର୍ବରୁ ନିଶ୍ଚିତ ଭାବିଥିବ କିମ୍ବା ପୂର୍ବତନ ବିଜ୍ଞାନ ଶ୍ରେଣୀରେ ତୁମେ ଏସବୁ ଚିତ୍ରଗୁଡ଼ିକୁ ଦେଖିଥିବ। ତେବେ ଯେତେବେଳେ ଆମେ ଏକ ଭୌତିକ ପରିବର୍ତ୍ତନ ବିଷୟରେ ଆଲୋଚନା କରନ୍ତି ଆମେ କ'ଣ କୁହନ୍ତି ନା ଯେ ଏଠି ଗୁଣଧର୍ମରେ କିଛି ପରିବର୍ତ୍ତନ ଘଟିପାରେ, କିନ୍ତୁ ସେ ପଦାର୍ଥର ମୌଳିକ ସଂରଚନାରେ କୌଣସି ବି ପରିବର୍ତ୍ତନ ଘଟେ ନାହିଁ। କିନ୍ତୁ ରାସାୟନିକ ପରିବର୍ତ୍ତନରେ ପଦାର୍ଥର ଆଭ୍ୟନ୍ତରୀଣ ସଂରଚନା ବା ସେମାନଙ୍କର ଆଣବିକ ସଂରଚନାରେ ପରିବର୍ତ୍ତନ ହୋଇଥାଏ। ତେବେ ଭିନ୍ନ ଭିନ୍ନ ମୌଳିକରେ ଥିବା ପରମାଣୁ ଭିନ୍ନ ଭିନ୍ନ ପ୍ରକାରରେ ପରସ୍ପର ସହିତ ବାନ୍ଧି ହୋଇ ଭିନ୍ନ ଭିନ୍ନ ମୌଳିକ ବା ଭିନ୍ନ ଭିନ୍ନ ଯୌଗିକ ସୃଷ୍ଟି କରନ୍ତି। ତେବେ ମୋର ଏଠି ପ୍ରଥମ ପ୍ରଶ୍ନଟି ହେଲା ଯେ ତୁମେ ଏଠି ତିନୋଟି ଚିତ୍ର ଦେଖିପାରୁଛ। ପ୍ରଥମ ଚିତ୍ରରେ ଆମେ ଏକ ବରଫଟିଏ ତରଳିବାର ଦେଖୁଛନ୍ତି ଏବଂ ଦ୍ୱିତୀୟ ଚିତ୍ରରେ କିଛି ଗ୍ୟାସ୍ ଜଳୁଛି ଏବଂ ଏହି ଗ୍ୟାସ୍କୁ ଆମେ ରାସାୟନିକ ଭାବରେ ପ୍ରୋପେନ୍ ବୋଲି କହିଥାନ୍ତି ଏବଂ ଏଇଠି କିଛି ଲୁହାରେ କଳଙ୍କି ଲାଗିଯାଇଛି। ତେବେ ମୁଁ ଯଦି କହିବି ତୁମେ ଏଇଠି ଭିଡିଓଟିକୁ ରଖି ଏଗୁଡ଼ିକ କେଉଁ ପ୍ରକାରର ପରିବର୍ତ୍ତନ ଅଟେ ସେଗୁଡ଼ିକୁ ଚିନ୍ତା କରିକି ମୋତେ କୁହ। ଏଗୁଡ଼ିକ ଭୌତିକ ପରିବର୍ତ୍ତନ ନା ରାସାୟନିକ ପରିବର୍ତ୍ତନ? ତେବେ ଯଦି ଏହା ଯେଉଁ ପ୍ରକାର ବି ପରିବର୍ତ୍ତନ ହେଉ କାହିଁକି ଏମିତି ହେଇଥାଏ? ତେବେ ପ୍ରଥମେ ଆମେ ବରଫଟି ତରଳିବାକୁ ଆଲୋଚନା କରିବା। ତେବେ ଯଦି ମୁଁ ଏହାକୁ ରାସାୟନିକ ସମୀକରଣ ଆକାରରେ ଲେଖିବି ମୁଁ କ'ଣ ଲେଖିବି ନା ଜଳର ରାସାୟନିକ ସଂକେତ କ'ଣ? ୱାଟର H2O ଏବଂ ବରଫରେ ଥିଲାବେଳେ ଏହା କଠିନ ଅବସ୍ଥାରେ ଥାଏ, ତେଣୁ ମୁଁ ଏହାର ପାର୍ଶ୍ୱରେ S ବୋଲି ଲେଖିଦେଉଛି। ପରବର୍ତ୍ତୀ ଶ୍ରେଣୀରେ ତୁମେ ଜାଣିବ ଯେ ମୁଁ S କାହିଁକି ଲେଖିଲି, କିନ୍ତୁ ତୁମ ଜାଣିବା ପାଇଁ ମୁଁ ଏଠି ଲେଖି ବୁଝେଇ ଦେଉଛି ଯେ S ର ଅର୍ଥ ହେଉଛି ସଲିଡ୍। ଯେତେବେଳେ ବରଫ ଅବସ୍ଥାରେ ଥାଏ ପାଣି ଏହା କଠିନ ଅବସ୍ଥାରେ ଥାଏ, ତେଣୁ ଆମେ ଏହାର ପାର୍ଶ୍ୱରେ S ଲେଖିଲେ। ତେବେ ଯେତେବେଳେ ଏହା ତରଳୁଛି ଏହା ପୁନଶ୍ଚ ସେଇ ଜଳରେ ହିଁ ଅଛି, କେବଳ ତାହା କ'ଣ କରିଛି ନା ତାର ତରଳ ଅବସ୍ଥାକୁ ପରିଣତ ହୋଇଯାଇଛି। ତରଳକୁ ଆମେ ଇଂରାଜୀରେ ଲିକ୍ୱିଡ ବୋଲି କହିଥାନ୍ତି, ତେଣୁ ଏହାକୁ ମୁଁ L ବୋଲି ପାର୍ଶ୍ୱରେ ଲେଖିଦେଲି। ତେବେ ଏହା କେବଳ କଠିନ ଅବସ୍ଥାରୁ ତରଳ ଅବସ୍ଥାକୁ ପରିବର୍ତ୍ତନ ହୋଇଛି, କିନ୍ତୁ ଏହି ପଦାର୍ଥର ମୌଳିକ ସଂରଚନାରେ କୌଣସି ପରିବର୍ତ୍ତନ ଘଟୁନାହିଁ। ତେବେ ତୁମେ ଯଦି ଏଠାରେ କୌଣସି ବି ପାର୍ଶ୍ୱକୁ ଲକ୍ଷ୍ୟ କରୁଛ, କଠିନ ଅବସ୍ଥାରେ ଥିବା ଜଳ କିମ୍ବା ତରଳ ଅବସ୍ଥାରେ ଜଳ, ତୁମେ କେବଳ H2O କୁ ହିଁ ଦେଖୁଛ। ଏପଟରେ ବି H2O ଏବଂ ଏପଟରେ ବି H2O, ଅଥବା ପ୍ରତ୍ୟେକ ପାର୍ଶ୍ୱରେ ଦୁଇଟି ହାଇଡ୍ରୋଜେନ ଏବଂ ଗୋଟିଏ ଅକ୍ସିଜେନ ଅଛି। ଏଠାରେ ମଧ୍ୟ ଦୁଇଟି ହାଇଡ୍ରୋଜେନ ଗୋଟିଏ ଅକ୍ସିଜେନ ସହିତ ଜଡ଼ିତ ଅଛି ଏବଂ ଏଠାରେ ମଧ୍ୟ ଦୁଇଟି ହାଇଡ୍ରୋଜେନ ଗୋଟିଏ ଅକ୍ସିଜେନ ସହିତ ଜଡ଼ିତ ଅଛି। ତେବେ ଏମାନଙ୍କର ଆଣବିକ ସଂରଚନାରେ କୌଣସି ବି ପରିବର୍ତ୍ତନ ଘଟିନାହିଁ, ତେଣୁ ଏହି ପ୍ରକାର ପରିବର୍ତ୍ତନକୁ ଆମେ ଭୌତିକ ପରିବର୍ତ୍ତନ ବୋଲି କହିବା। ଏବଂ ଯଦି ଆମେ ଏହି ଜଳକୁ କିଛି ସମୟ ଗରମ କରିବା ତେବେ ଏହା ବାଷ୍ପରେ ପରିଣତ ହୋଇଯିବ ଏବଂ ତାହା ମଧ୍ୟ ଏକ ଭୌତିକ ପରିବର୍ତ୍ତନ ହିଁ ହେବ। ଏବଂ ଯେତେବେଳେ ଏହି ଜଳ ବାଷ୍ପରେ ପରିଣତ ହୁଏ ସେ ବାଷ୍ପ ଗୁଡ଼ିକ ମଧ୍ୟ ଠିକ୍ ଏହିପରି ଅବସ୍ଥାରେ ଥାନ୍ତି, H2O। ଆଣବିକ ସଂରଚନାରେ କୌଣସି ବି ପରିବର୍ତ୍ତନ ଘଟେ ନାହିଁ। କିନ୍ତୁ ଯଦି ରାସାୟନିକ ବନ୍ଧ ଗୁଡ଼ିକ ଗଠିତ ହେବା କିମ୍ବା ଭାଙ୍ଗୁଥିବାର ଦେଖାଯାଏ ତାହେଲେ ସେହି ପ୍ରକାର ପରିବର୍ତ୍ତନକୁ ଆମେ ରାସାୟନିକ ପରିବର୍ତ୍ତନ ବୋଲି କହିବା। ତେବେ ଏଇଠି ଯେଉଁ ଗ୍ୟାସଟି ଜଳୁଛି ମୁଁ ତୁମକୁ ପୂର୍ବରୁ କହି ରଖିଥିଲି ଏହାକୁ ପ୍ରୋପେନ୍ ବୋଲି କୁହାଯାଏ। ତେବେ ଏହି ପ୍ରୋପେନ୍ ସହିତ କ'ଣ ଘଟୁଛି ସେ ବିଷୟରେ ଆଲୋଚନା କରିବା। ଯଦି ଆମେ ଏହି ପ୍ରତିକ୍ରିୟାକୁ ରାସାୟନିକ ସମୀକରଣ ହିସାବରେ ଲେଖିବା ଆମେ କ'ଣ ଲେଖିବା ନା ପ୍ରୋପେନ୍କୁ ରାସାୟନିକ ସଂକେତ ହିସାବରେ C3H8 ବୋଲି କୁହାଯାଏ ଏବଂ ଏହି ପ୍ରୋପେନ୍ ଗୁଡ଼ିକ ଗ୍ୟାସ୍ ଅବସ୍ଥାରେ ଥାଏ, ତେଣୁ ସାଇଟ୍ରେ ମୁଁ G ଲେଖିଦେଲି। ଏବଂ ଏହା ଜଳିବା ପାଇଁ ଅକ୍ସିଜେନ ଆବଶ୍ୟକ କରେ, ତେଣୁ ଆମେ ଏଠି ଅକ୍ସିଜେନକୁ ଯୋଡ଼ିବା। ଖାଲି ଗୋଟିଏ କଥା ଜାଣି ରଖ ଯେ 1 ମୋଲ ପ୍ରୋପେନ୍ ଜଳିବା ପାଇଁ 5 ମୋଲର ଅକ୍ସିଜେନ ଆବଶ୍ୟକ। ତେବେ ପ୍ରୋପେନ୍ ଅକ୍ସିଜେନ ସହିତ ମିଶି ଜଳିଲା, ଜଳିବା ଫଳରେ ଆମକୁ 3 ମୋଲର କାର୍ବନ ଡାଇଅକ୍ସାଇଡ୍ ଏବଂ 4 ମୋଲର ଜଳୀୟ ବାଷ୍ପ ମିଳିଥାଏ। ବର୍ତ୍ତମାନ ଆମେ ଯେଉଁ ଅକ୍ସିଜେନ ତା ସହିତ ପ୍ରତିକ୍ରିୟା କଲା ଇଏ ବି ଗ୍ୟାସ୍ ଅବସ୍ଥାରେ ଥାଏ, କାର୍ବନ ଡାଇଅକ୍ସାଇଡ୍ ମଧ୍ୟ ଗ୍ୟାସୀୟ ଅବସ୍ଥାରେ ଥାଏ ଏବଂ ଜଳ ମଧ୍ୟ ଗ୍ୟାସୀୟ ଅବସ୍ଥାରେ ଥାଏ। ଏଠାରେ ସେମାନଙ୍କର ଅବସ୍ଥାର କୌଣସି ବି ପରିବର୍ତ୍ତନ ଘଟୁନାହିଁ। କିନ୍ତୁ ଏଇଠି ଆମେ ଯାହା ଲକ୍ଷ୍ୟ କରୁଛନ୍ତି ଆମେ ଦେଖୁଛନ୍ତି ଯେ ଏଠାରେ କିଛି ରାସାୟନିକ ବନ୍ଧ ଗୁଡ଼ିକ ଭାଙ୍ଗି ଯାଇ କିଛି ନୂତନ ପଦାର୍ଥର ସୃଷ୍ଟି କରୁଛନ୍ତି, ତେଣୁ ଏଠାରେ ଭୌତିକ ପରିବର୍ତ୍ତନ ହେଉନାହିଁ। ଏହାକୁ ଆମେ ରାସାୟନିକ ପରିବର୍ତ୍ତନ ବୋଲି କହିବା। ଠିକ୍ ଅଛି। ତେବେ ଯେତେବେଳେ ଆମେ ପ୍ରୋପେନ୍କୁ ବିଚାର କଲେ
ପ୍ରତିକ୍ରିୟା ପୂର୍ବରୁ ଏହାର ରାସାୟନିକ ସଂକେତ କ'ଣ ଥିଲା? C3H8। କିନ୍ତୁ ଏହା ପ୍ରତିକ୍ରିୟା କରିସାରିବା ପରେ ଏହି ପ୍ରୋପେନ୍କୁ ଆଉ ଆମେ ଉତ୍ପାଦକ ପାର୍ଶ୍ୱରେ ଦେଖୁନାହାନ୍ତି। ବର୍ତ୍ତମାନ ଆମେ ଏଇଠି ଲୁହା ସହିତ କ'ଣ ଘଟୁଛି ସେ ବିଷୟରେ ଆଲୋଚନା କରିବା। ତେବେ ଯଦି ଏଇଠି ଯାହା ଘଟୁଛି ତାକୁ ଆମେ ରାସାୟନିକ ସମୀକରଣ ହିସାବରେ ଲେଖିବା, ସମୀକରଣଟି କିଛି ଏହିପରି ଦେଖାଯିବ। 4 ମୋଲର ଆଇରନ୍ ଯାହାକି କଠିନ ଅବସ୍ଥାରେ ଥାଏ, ତାହା ବାୟୁମଣ୍ଡଳସ୍ଥ 3 ମୋଲ ଅକ୍ସିଜେନ୍ ସହିତ ପ୍ରତିକ୍ରିୟା କରେ ଏବଂ ଯାହା ଫଳରେ ଆମକୁ 2 ମୋଲର ଫେରିକ୍ ଅକ୍ସାଇଡ୍ ମିଳେ ଏବଂ ଯାହାକି କଠିନ ଅବସ୍ଥାରେ ଥାଏ। ତେବେ ବର୍ତ୍ତମାନ ତୁମେ ଏଇଠି ଚିତ୍ରରେ ଯେଉଁ କମଳା ବର୍ଣ୍ଣର ଲୁହାଟିକୁ ଦେଖୁଛ, ଏହା ହିଁ ହେଉଛି ଆଇରନ୍ ଅକ୍ସାଇଡ୍ ବା ଫେରିକ୍ ଅକ୍ସାଇଡ୍। ତେବେ ଏଇଠି ଆମେ କ'ଣ ଲକ୍ଷ୍ୟ କଲେ? ପୂର୍ବରୁ ଆମ ପାଖରେ କେବଳ ଶୁଦ୍ଧ ଆଇରନ୍ ଥିଲା, ବର୍ତ୍ତମାନ ତାହା ଅକ୍ସିଜେନ୍ ସହିତ ପ୍ରତିକ୍ରିୟା କରି ଏକ ନୂତନ ପଦାର୍ଥ ସୃଷ୍ଟି କରିଛି ଯାହାକୁ ଆମେ ଆଇରନ୍ ଅକ୍ସାଇଡ୍ ବୋଲି କହିବା। ତେଣୁ ଏଠାରେ ପୁରାତନ ବନ୍ଧ ଭାଙ୍ଗି ନୂତନ ବନ୍ଧ ସୃଷ୍ଟି ହୋଇଛି। ତେଣୁ ଏହି ପ୍ରତିକ୍ରିୟାଟି ହେବା ପାଇଁ ଅକ୍ସିଜେନ୍ ମଧ୍ୟରେ ଥିବା ବନ୍ଧଗୁଡ଼ିକୁ ଆମକୁ ଭାଙ୍ଗିବାକୁ ପଡ଼ିବ ଏବଂ ତାହା ଯାଇକି ଆଇରନ୍ ବା ଲୁହା ସହିତ ପ୍ରତିକ୍ରିୟା କରିବ, ଯାହାଫଳରେ ଏକ ନୂତନ ଉତ୍ପାଦ ସୃଷ୍ଟି ହେବ। ତେଣୁ ଏହି ପ୍ରକାର ପରିବର୍ତ୍ତନ ମଧ୍ୟ ରାସାୟନିକ ପରିବର୍ତ୍ତନ ଅଟେ। ଆଶା କରୁଛି ଭୌତିକ ପରିବର୍ତ୍ତନ ଏବଂ ରାସାୟନିକ ପରିବର୍ତ୍ତନ ମଧ୍ୟରେ ସାମାନ୍ୟ ପାର୍ଥକ୍ୟ କ'ଣ ତାହା ତୁମେ ଭଲସେ ବୁଝିପାରିଥିବ।